ଆପଣଙ୍କ ଜୀବନରେ ଆପଣଙ୍କୁ ସବୁଠୁ ବେଶୀ କିଏ ଭଲ ପାଏ? ବହୁ ଜଣ ତ ଭଲ ପାଇବାର ଅଭିନୟ କରୁଛନ୍ତି, ଜଣାପଡ଼େନି, ବୁଝା ପଡ଼େନି ଶେଷ ପର୍ଯ୍ୟନ୍ତ। କିନ୍ତୁ ପ୍ରକୃତରେ କିଏ ଭଲ ପାଏ ଆଉ ବେଶୀ ଭଲ ପାଏ? କ'ଣ ଭାବୁଛନ୍ତି? ଯିଏ ଗିଫ୍ଟ ଦିଏ, ଚକୋଲେଟ୍ ଦିଏ, ମନପସନ୍ଦର ଖାଇବା ଦିଏ, ଡ୍ରେସ୍ ଦିଏ, ଯିଏ ହକ୍ କରେ ବା ଆଲିଙ୍ଗନ କରେ, ଯିଏ ହ୍ୱାଟ୍ସଆପ୍ରେ ଭଲ ଭଲ ମେସେଜ ଦିଏ, ଆମକୁ ଯାହା ଭଲ ଲାଗେ ସେଇ ଟାଇପ୍ର ମେସେଜ ଦିଏ କି? ଭଲ ଭଲ ଇମୋଜି ପଠାଏ, ସିମ୍ବଲ ପଠାଏ, ଭିଡ଼ିଓ କଲିଂ କରେ, ମିଛରେ କାନ୍ଦି ପକାଏ ମୁଁ ତୁମକୁ ଭଲ ପାଏ ବୋଲି। ଏସବୁ ଗୋଟେ ପାର୍ଟ। ଯିଏ ଆପଣଙ୍କର ସବୁକିଛି ପରିସ୍ଥିତି, ଦୁଃଖ, ଯନ୍ତ୍ରଣା, କୋହ, ମାନସିକ ନିର୍ଯାତନା, ଲାଞ୍ଛନା, ଦୁର୍ବଳତା ବା ୱିକନେସ୍ ସବୁକିଛି ଜାଣିବି କାହା ଆଗରେ ପ୍ରକାଶ କରେନି, ବୁଝେଇ ଦିଏ, ଦୁଃଖ ବେଳେ ଆହାପତେ କରେ, ସହଯୋଗ କରେ, ଯାହା ଚାହିଁଲେ ଦିଏ ସେ ସମୟରେ, କାହା ଆଗରେ ନିନ୍ଦା କରେନି, ଅପବାଦ କରେନି, କେବେ ବି ପାଖରୁ ଛାଡ଼ିକି ଯାଏନି। ଦୁଃଖ ସମୟରେ ସବୁବେଳେ ଦୂରରେ ଥିଲେ ବି ଆପଣଙ୍କ କଥା ଭାବୁଥାଏ, ଆପଣଙ୍କ ବିଷୟରେ ଚିନ୍ତା କରି ଶୁଭ ମନା ଆସୁଥାଏ। କେବଳ ସେ ହିଁ ଆପଣଙ୍କୁ ଭଲ ପାଏ। ଆମେ ବୁଝିପାରୁ ବା ନପାରୁ, ଭଲ ପାଇବା ଗୋଟେ ବିଶାଳ ଜିନିଷ। ଆମେ ଯେମିତି ଭାବୁ ପ୍ରାୟ ସେମିତି ନୁହଁ।